ଜୟ ଜଗନ୍ନାଥ। ଆଜି ଆମେ ଜାଣିବା ସହଜରୁ ଆରମ୍ଭ କରିକି କେମିତି ସହଜରେ ଆମେ ଇଂଲିଶରେ କଥାବାର୍ତ୍ତା କରିବା। ମୁଁ ଯାଏ କ'ଣ ହବ ନା ଆଇ ଗୋ। ମୁଁ ଯାଏ ମାନେ କ'ଣ, କର୍ତ୍ତା କାର୍ଯ୍ୟଟି କରେ, ତାମାନେ ଏଇଟା ହେଉଛି ତାର ଗୋଟେ ଅଭ୍ୟାସ ବି। ମୁଁ ଯାଏ, ଯିବା କାମଟା ପ୍ରତିଦିନ ହୁଏ, ଅଭ୍ୟାସକୁ ବି ବୁଝଉଛି। ମୁଁ ଯାଏ ଆଇ ଗୋ। ମୁଁ ପ୍ରତିଦିନ ସ୍କୁଲକୁ ଯାଏ, କ'ଣ ହବ ନା ଆଇ ଗୋ ଟୁ ସ୍କୁଲ ଏଭ୍ରି ଡେ। ଏଠି କ'ଣ ହେଉଛି ନା ହେଉଛି ହେଲ୍ପିଂ ଭର୍ବ ଲାଗୁନି, ଏଠି ଡାଇରେକ୍ଟ କ'ଣ ଲାଗୁଛି ନା ହେଉଛି ମେନ୍ ଭର୍ବ। ଯେତେବେଳେ ଏହି ସେଣ୍ଟେନ୍ସରେ ଆମେ ନେଗେଟିଭ୍ ସେଣ୍ଟେନ୍ସ କରିବା ତାହେଲେ ଯାଇକି ସେଠି ହେଲ୍ପିଂ ଭର୍ବର ୟୁଜ୍ ହୁଏ। ମୁଁ ତ ନେଲି ଦୁଇଟି ଏକ୍ସାମ୍ପଲ୍, ତାପରେ ଆମେ ଜାଣିବା ସେ ଯାଏ, ହି ଗୋଜ୍। ସେ ପ୍ରତିଦିନ ମାର୍କେଟକୁ ଯାଏ ନାହିଁ, ଏଇଠି ହେଇଗଲା ନେଗେଟିଭ୍ ସେଣ୍ଟେନ୍ସ, ମାନେ ପ୍ରତିଦିନ ସେ ମାର୍କେଟକୁ ଯାଏ ନାହିଁ। ସେଇଠି କ'ଣ ହେବ, ହି ଡଜ୍ ନଟ୍ ଗୋ ଟୁ ଦ ମାର୍କେଟ। ଏଠି କ'ଣ ହେଇଗଲା ନା ଡଜ୍। ଏଠି ସେ ଯାଏ, ମୁଁ ଏକ୍ସାମ୍ପଲ୍ ଗୋଟେ ନେଲି, ହି ଗୋଜ୍ ହେଲା। ସେ ଯେତେବେଳେ ଯାଏ ନାହିଁ କହିଥାନ୍ତା, ସେଠି ହେଇଥାନ୍ତା ହି ଡଜ୍ ନଟ୍ ଗୋ। ଏଠି ସେଇଥିପାଇଁ ମୁଁ ଗୋଟେ ଲମ୍ବା ସେଣ୍ଟେନ୍ସର ନେଲି, ଯାହାଦ୍ୱାରା କି ସର୍ଟ ସେଣ୍ଟେନ୍ସରୁ ଆମେ ଷ୍ଟ୍ରଙ୍ଗ ସେଣ୍ଟେନ୍ସ କରିବା ପାଇଁ ଚେଷ୍ଟା କରିବା। ସେ ପ୍ରତିଦିନ ମାର୍କେଟକୁ ଯାଏ ନାହିଁ, ହି ଡଜଣ୍ଟ ଗୋ ଟୁ ଦ ମାର୍କେଟ ଏଭ୍ରି ଡେ। ସେ ପ୍ରତିଦିନ ମାର୍କେଟକୁ ତାମାନେ ଯାଏ ନାହିଁ। ଆମ ସମସ୍ତଙ୍କର କାମ, ଆମେ କ'ଣ ପ୍ରତିଦିନ ଯାଆନ୍ତି କି? ଯାଆନ୍ତିନି। ଏଠି କ'ଣ ବୁଝେଇଲା ନା କର୍ତ୍ତା କାର୍ଯ୍ୟଟି କରେ, କେତେବେଳେ କରେ କେତେବେଳେ କରେ ନାହିଁ। ସେଇ ସେଣ୍ଟେନ୍ସକୁ ଆମେ ବୁଝିଲେ ପ୍ରେଜେଣ୍ଟ ଇଣ୍ଡେଫିନାଇଟ୍ରେ। ଯେତେବେଳେ କରେ, ଯାଏ, ଏମିତି ଆସୁଥିବ, ଆମେ ଜାଣିବା ପ୍ରେଜେଣ୍ଟ ଇଣ୍ଡେଫିନାଇଟ୍ ବା ସିମ୍ପଲ୍ ଟେନ୍ସରେ ଯାଉଛି। ସେଇ ଜାଗାରେ ଏହିସବୁ ରୁଲ୍ ଆମେ ଲଗେଇବା। ତାପରେ ଆସନ୍ତୁ ଜାଣିବା, ଯେତେବେଳେ ଆମେ ପାଷ୍ଟରେ କଲା, ମାନେ କର୍ତ୍ତା କାର୍ଯ୍ୟଟି କଲା ବୁଝେଇବ, ସେତେବେଳେ କ'ଣ ହେବ? ମୁଁ ଘରକୁ ଗଲି, ଇଏ କ'ଣ ବୁଝଉଛି ନା ପାଷ୍ଟକୁ ବୁଝଉଛି, ପାଷ୍ଟ ଇଣ୍ଡେଫିନାଇଟ୍ ବା ସିମ୍ପଲ୍କୁ ବୁଝଉଛି। ସେଠି କହୁଥିଲା ମୁଁ ଯାଏ, ଏଠି କହିଲା ମୁଁ ଗଲି, ତାମାନେ ମୁଁ ଘରକୁ ଗଲି। ଆଇ ୱେଣ୍ଟ ହୋମ୍। ଏଠି ଗୋର ସେକେଣ୍ଡ ଫର୍ମ ହେଲା ୱେଣ୍ଟ। ଗୋ, ୱେଣ୍ଟ, ଗନ୍ ହେଲା ଭର୍ବର ଥାର୍ଡ଼ ଫର୍ମ। ଆଇ ୱେଣ୍ଟ ହୋମ୍, ମୁଁ ଘରକୁ ଗଲି। ଏଠି କ'ଣ ବୁଝଉଛି ନା ଖାଲି ଆମର ଡାଇରେକ୍ଟ ଚେଞ୍ଜ ହେଇଗଲା, କ'ଣ ନା ହେଉଛି ୱେଣ୍ଟ ହେଇଗଲା, ଗୋରୁ ୱେଣ୍ଟ ହେଇଗଲା। ମୁଁ ଘରକୁ ଗଲି ନାହିଁ, ଯେତେବେଳେ ବୁଝିବ ମାନେ ନେଗେଟିଭ୍ ସେଣ୍ଟେନ୍ସ, ସେଠି କ'ଣ ହେବ? ଆଇ ଡିଡ୍ ନଟ୍ ଗୋ ହୋମ୍। ସେ ଗୋଟିଏ ଖେଳ ଖେଳିଲେ, ହି ପ୍ଲେଡ୍ ଏ ଗେମ୍। ଏଠି ପୁରା ଡାଇରେକ୍ଟ ଲାଗିଯାଉଛି ଭର୍ବ। ଏଠି କ'ଣ ହେଉଛି ନା ଭର୍ବର ସେକେଣ୍ଡ ଫର୍ମ ଲାଗୁଛି, ପ୍ଲେ, ପ୍ଲେଡ୍, ପ୍ଲେଡ୍। ହି ପ୍ଲେଡ୍ ଏ ଗେମ୍। ସେ ଗୋଟିଏ ଖେଳ ଖେଳିଲେ ନାହିଁ, ସେଠି କ'ଣ ହେବ ନା ହି ଡିଡ୍ ନଟ୍ ପ୍ଲେ ଏ ଗେମ୍। ତାମାନେ ଏଠି କ'ଣ ବୁଝିବା ନା ହେଉଛି ସେ ଯାଏ ଯେତେବେଳେ ବୁଝଉଛି ସେଠି ଇଏସ୍ ଯୋଗ କରାଯାଉଛି, କିନ୍ତୁ ସେଇଠି ଯଦି ସେ ଗଲା ବୁଝେଇବ, ସେ ଖେଳିଲା ବୁଝେଇବ, ସେଠି ଆଉ କିଛି ବି ମାନେ ଚେଞ୍ଜ ହେଉନି। ସେଠି କ'ଣ ହେଉଛି ନା ଭର୍ବର ଖାଲି ସେକେଣ୍ଡ ଫର୍ମ ୟୁଜ୍ ହେଉଛି। ଯେତେବେଳେ ନେଗେଟିଭ୍ ସେଣ୍ଟେନ୍ସ ହେଇଯାଉଛି ଖାଲି ଡିଡ୍ ଲାଗୁଛି, ଆଉ କିଛି ଚେଞ୍ଜ ହେବାର ନାହିଁ। ମୁଁ ଯିବି, ସେମିତି ହେବ ମୁଁ ଯିବି, କ'ଣ ହେବ? ଆଇ ୱିଲ୍ ଗୋ। ସେ ଗୋଟିଏ ଖେଳ ଖେଳିଲେ ନାହିଁ, କ'ଣ ହେବ ନା ହି ଡିଡ୍ ନଟ୍ ପ୍ଲେ ଏ ଗେମ୍। ଆଇ ପାଖରେ ବି ଡିଡ୍ ଲାଗୁଛି, ହି ପାଖରେ ବି ଡିଡ୍ ଲାଗୁଛି, ସମସ୍ତଙ୍କ ପାଖରେ ଡିଡ୍ ଲାଗିବ। ମୁଁ ଯିବି, ଆଇ ୱିଲ୍ ଗୋ। ଏ କ'ଣ ବୁଝଉଛି ନା ଫ୍ୟୁଚର୍ ଇଣ୍ଡେଫିନାଇଟ୍ ବା ସିମ୍ପଲ୍ ବୁଝଉଛି। ତାମାନେ ମୁଁ ଯିବି, ଭବିଷ୍ୟତକୁ ବୁଝଉଛି, ଭବିଷ୍ୟତରେ ମୁଁ କ'ଣ କରିବି ସେକୁ ବୁଝଉଛି। ସେଥିପାଇଁ ଆଇ ପାଖରେ ୱିଲ୍ ଲାଗିଲା, ଆଇ ୱିଲ୍ ଗୋ, ଆଉ କିଛି ଚେଞ୍ଜ ହେବାର ନାହିଁ। ଏଠି ଭର୍ବ କ'ଣ ହେଉଛି? ଭର୍ବର ହେଉଛି ଫାଷ୍ଟ ଫର୍ମ ଖାଲି ଲାଗୁଛି। ଯେତେବେଳେ ଆମେ ଗଲି, ଗଲା ଏମିତି ଆସିବ, ସେତେବେଳେ ଭର୍ବର ସେକେଣ୍ଡ ଫର୍ମ ଖାଲି ଲାଗିବ। ଆମେ ସେସବୁକୁ ମନେ ରଖିଲେ ସହଜ ହେବ ଇଂଲିଶରେ କଥା କହିବା ପାଇଁ। ମୁଁ ଯିବି ନାହିଁ, ଆଇ ୱିଲ୍ ନଟ୍ ଗୋ। ମୁଁ ଯିବି ନାହିଁ, ଏଠି ବି କିଛି ଲାଗିଲାନି, ୱିଲ୍ ପରେ ଖାଲି ନଟ୍ ଲାଗିଲା, ଆଇ ୱିଲ୍ ନଟ୍ ଗୋ। ମୁଁ ଆସନ୍ତାକାଲି ଯିବି, ଆଇ ୱିଲ୍ ଗୋ ଟୁମୋରୋ। ଏଠି କ'ଣ ଲାଗିଲା ନା ଆସନ୍ତାକାଲିକି ବୁଝଉଛି, ତାମାନେ ଆମେ ଜାଣୁଛେ ଭବିଷ୍ୟତକୁ ବୁଝଉଛି। ମୁଁ ଆସନ୍ତାକାଲି ଯିବି, ଆଇ ୱିଲ୍ ଗୋ
ଟୁମରୋ। ମୁଁ ଆସନ୍ତାକାଲି କଟକ ଯିବି। I will go to କଟକ ଟୁମରୋ। I will go to କଟକ ଟୁମରୋ। ମୁଁ ଆସନ୍ତାକାଲି ସ୍କୁଲ ଯିବି ନାହିଁ। ସେଠି କ'ଣ ହେବ ନା ନେଗେଟିଭ୍ ସେଣ୍ଟେନ୍ସ ଯେତେବେଳେ ହେଇଯିବ I will ପାଖରେ ନଟ୍ ଲାଗିଯିବ। I will not go to school tomorrow। ଆସନ୍ତାକାଲି ତାମାନେ ସ୍କୁଲ ଯିବି ନାହିଁ। ଏଠି ନେଗେଟିଭ୍କୁ ବୁଝାଉଛି, ସେଥିପାଇଁ I will ପାଖରେ ନଟ୍ ଖାଲି ଲାଗିଲା। এই ভিডিওটি ଯଦି ଆପଣମାନଙ୍କର କିଛି ବି କାମରେ ଆସୁଥିବ ପ୍ଲିଜ୍ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ମୁଁ ଯାଉଅଛି କ'ଣ ହେବ ନା ମୁଁ ଯାଉଅଛି ହେଇଗଲା ବେଳକୁ ବୁଝାଉଛି କର୍ତ୍ତା କାର୍ଯ୍ୟଟି କରୁଅଛି, ତାମାନେ କାର୍ଯ୍ୟଟି ସରିନାହିଁ, କରିବା କାମଟା ଚାଲୁ ରହିଛି। ସେଠି କ'ଣ ହେବ ଆଇ ଏମ୍ ଗୋଇଂ। ଆଇ ପାଖରେ ଆମ୍ ଲାଗିବ। ସି ହି ଇଟ୍ ଯେକୌଣସି ନେମ୍ ପାଖରେ ଯେତେବେଳେ ବୁଝିବା ଯାଉଅଛି ଖାଉଅଛି, ସେ ଖାଉଅଛି ଆସିଲେ ଇଜ୍ ଲାଗିଯିବ। ହି ପାଖରେ ଇଜ୍ ଲାଗିବ। ହି ସି ଇଟ୍ ଯେକୌଣସି ନେମ୍ ପାଖରେ ଇଜ୍ ଖାଲି ଲାଗିବ। ଆଉ ଭର୍ବରେ ଏଠି ଆଇଏନ୍ଜି ଯୋଗ କରାହେବ। ମୁଁ ଯାଉଅଛି ଆଇ ଏମ୍ ଗୋଇଂ। ଆଜି ମୁଁ ସ୍କୁଲକୁ ଯାଉନାହିଁ। ଆଜି ମୁଁ ସ୍କୁଲକୁ ଯାଉନାହିଁ। ସେଠି କ'ଣ ହେବ ନା ଟୁଡେ, ଫାଷ୍ଟ ଟୁଡେ ଆସିବ। ଟୁଡେ ଆଇ ଏମ୍ ନଟ୍ ଗୋଇଂ ଟୁ ସ୍କୁଲ। ଟୁଡେ ଆଇ ଏମ୍ ନଟ୍ ଗୋଇଂ ଟୁ ସ୍କୁଲ। ସେ ମାର୍କେଟକୁ ଯାଉନାହିଁ। ସେଥିପାଇଁ ସହଜ ହେବା ପାଇଁ ସବୁରୁ ଏକ୍ଜାମ୍ପଲ୍ ମୁଁ ନେଇଛି। ସେ ମାର୍କେଟକୁ ଯାଉନାହିଁ। ହି ଇଜ୍ ନଟ୍ ଗୋଇଂ ଟୁ ମାର୍କେଟ। ହି ଇଜ୍ ନଟ୍ ଗୋଇଂ ଟୁ ମାର୍କେଟ। ତୁମେ ଅଫିସକୁ ଯାଉଅଛ। ତୁମେ ଅଫିସକୁ ଯାଉଅଛ। ଏଠି କ'ଣ ହେଇଯାଇଛି ନା ୟୁ ପାଖରେ ଆର୍ ଲାଗିଲା। ଏଇସବୁ ଖାଲି ଆମକୁ ଲକ୍ଷ୍ୟ କରିବାର ଅଛି। ଯେତେବେଳେ ଆମେ କାର୍ଯ୍ୟଟି କରୁଅଛି, ଖାଉଅଛି, ମାନେ କାର୍ଯ୍ୟଟି ସରୁନି, ଖେଳୁଅଛି, ପଢ଼ୁଅଛି, ଏସବୁ ଆସିଲେ ୟୁ ପାଖରେ ଆର୍ ଲାଗିବ, ଆଇ ପାଖରେ ଆମ୍ ଲାଗିବ, ହି ପାଖରେ ଇଜ୍ ଲାଗିବ। ଏସବୁ ମନେ ରଖିବା କଥା। ୟୁ ଆର୍ ଗୋଇଂ ଟୁ ଅଫିସ୍। ତୁମେ ଅଫିସକୁ ଯାଉଅଛ। ୟୁ ଆର୍ ଗୋଇଂ ଟୁ ଅଫିସ୍। ଆମେ ସ୍କୁଲକୁ ଯାଉନାହୁଁ। ଆମ୍ଭେ ସ୍କୁଲକୁ ଯାଉନାହୁଁ। ଆମେ ହେବ, ଆମ୍ଭେ ବି ହେବ। ୱି ଆର୍ ନଟ୍ ଗୋଇଂ ଟୁ ସ୍କୁଲ। We are not going to school। ସେ ଗୋଟିଏ ଖେଳ ଖେଳୁଥିଲା। ଯେତେବେଳେ ବୁଝିବା ଆମେ ଖେଳୁଥିଲା, ସେଠି କ'ଣ ବୁଝାଉଛି ନା ପାଷ୍ଟ କଣ୍ଟିନ୍ୟୁଅସ୍। କର୍ତ୍ତା କାର୍ଯ୍ୟଟି କରୁଥିଲା, ତାମାନେ କର୍ତ୍ତା କାର୍ଯ୍ୟଟି କରୁଥିଲା। ସେ ଗୋଟିଏ ଖେଳ ଖେଳୁଥିଲା। ହି ୱାଜ୍ ପ୍ଲେଇଂ ଏ ଗେମ୍। ଏଠି କ'ଣ ଲାଗିଲା ନା ହି ଇଜ୍ରୁ ୱାଜ୍ ଆସିଗଲା। ହି ୱାଜ୍ ହେଇଗଲା। ଆଉ କ'ଣ ହେବ ପ୍ଲେରେ ଆଇଏନ୍ଜି ଯୋଗ କରାଗଲା। ହି ୱାଜ୍ ପ୍ଲେଇଂ ଏ ଗେମ୍। ମୁଁ ଘରକୁ ଯାଉଥିଲି। ଆଇ ୱାଜ୍ ଗୋଇଂ ହୋମ୍। ଏଠି କ'ଣ ହେଉଛି ନା ସମସ୍ତଙ୍କ ପାଖରେ, ମାନେ ସମସ୍ତଙ୍କ ପାଖରେ ମାନେ ସେ ଆଉ ମୁଁ ପାଖରେ ୱାଜ୍ ଲାଗୁଛି। ଆଉ ତୁମେ, ଆମ୍ଭେ ମାନେ ବହୁ ବଚନକୁ ବୁଝାଉଥିଲେ, ସେଠି ଓୟାର୍ ଲାଗିବ। ତୁମେ ମାନେ କ'ଣ, ତୁମେ ଯଦି ଆସିଗଲା, ତୁମେ ମାନେ ତୁମେ ପାଖରେ ବି ୟୁଆର୍ ଲାଗିବ। ଖାଲି ମୁଁ ଆଉ ସେ ଯେକୌଣସି ଗୋଟିଏ ନେମ୍କୁ ବୁଝେଇଲେ ଇଟ୍ ପାଖରେ, ସେସବୁ ପାଖରେ ସବୁବେଳେ ୱାଜ୍ ଲାଗିବ। ଆମକୁ ମନେ ରଖିବା ପାଇଁ ପଡ଼ିବ। ସେ ଗୋଟିଏ ଖେଳ ଖେଳୁଥିଲା। ହି ୱାଜ୍ ପ୍ଲେଇଂ ଏ ଗେମ୍, ତାମାନେ ପାଷ୍ଟ କଣ୍ଟିନ୍ୟୁଅସ୍କୁ ବୁଝାଉଛି। କର୍ତ୍ତା କାର୍ଯ୍ୟଟି କରୁଥିଲା, ମାନେ କରିବା କାମଟା ସରି ନାହିଁ। ମୁଁ ଘରକୁ ଯାଉଥିଲି। ଆଇ ୱାଜ୍ ଗୋଇଂ ହୋମ୍। ଆଇ ୱାଜ୍ ଗୋଇଂ ହୋମ୍, ତାମାନେ ଘରକୁ ଯିବା କାମଟା ମୋର ସରିନାହିଁ, ମୁଁ ଘରକୁ ଯାଉଥିଲି। ଆଇ ୱାଜ୍ ଗୋଇଂ ହୋମ୍। ମୁଁ ଘରକୁ ଯାଉନଥିଲି, ତାମାନେ ମୁଁ ଘରକୁ ଯାଉନଥିଲି। ଏଠି କ'ଣ ହେଲା ନା ହେଉଛି ନେଗେଟିଭ୍ ସେଣ୍ଟେନ୍ସ। ଆଇ ୱାଜ୍ ନଟ୍ ଗୋଇଂ ହୋମ୍। ଆଇ ୱାଜ୍ ନଟ୍ ଗୋଇଂ ହୋମ୍। ଏଠି କ'ଣ ଚେଞ୍ଜ ହେଇଗଲା ନା ଆଇ ୱାଜ୍ ପାଖରେ ଖାଲି ନଟ୍ ଲାଗିଲା। ଆଇ ୱାଜ୍ ନଟ୍ ଗୋଇଂ ହୋମ୍। ତୁମେ ଗୋଟିଏ ଖେଳ ଖେଳୁନଥିଲ। ତୁମେ ଗୋଟିଏ ଖେଳ ଖେଳୁନଥିଲ। ଏଠି କ'ଣ ହେବ ନା ୟୁ ୱେଆର୍ ନଟ୍ ପ୍ଲେଇଂ ଏ ଗେମ୍। ତାମାନେ ତୁମେ ଖେଳୁଥିଲ ନା ଖେଳୁଥିଲନି, ଆମେ ଏମିତି ପଚାରନ୍ତି, ତୁମେ ଖେଳୁଥିଲ ନା ଖେଳୁଥିଲନି, ନା ସେଇଠୁ ତୁମେ ଖେଳୁନଥିଲ ଏମିତି ପଚାରନ୍ତି, ତୁମେ ଗୋଟିଏ ଖେଳ ଖେଳୁନଥିଲ। ସେଇଠି ଏଇ ସେଣ୍ଟେନ୍ସ କହିବା ୟୁ ୱେଆର୍ ନଟ୍ ପ୍ଲେଇଂ ଏ ଗେମ୍। ୟୁ ପାଖରେ ଓୟାର୍ ଲାଗିବ, ଦେ ପାଖରେ ଓୟାର୍ ଲାଗିବ, ଉଇ ପାଖରେ ଓୟାର୍ ଲାଗିବ।
ଏଇସବୁ ଆମକୁ ମନେ ରଖିବା ପାଇଁ ପଡ଼ିବ। ଏସବୁ ଭିଡ଼ିଓ କରିବା ପାଇଁ ଏଡ଼ିଟିଂ କରିବା ପାଇଁ ବହୁତ ସମୟ ଲାଗେ। ସେଥିପାଇଁ ଆପଣମାନଙ୍କୁ ମୁଁ ରିକ୍ୱେଷ୍ଟ କରିବି ଲାଇକ୍ କରିବା ପାଇଁ, ସେୟାର କରିବା ପାଇଁ ଆଉ ସବସ୍କ୍ରାଇବ୍ କରିବା ପାଇଁ, ଏଇଥିପାଇଁ ଯେ ଯେତେବେଳେ ବି ମୁଁ ଭିଡ଼ିଓ ଅପଲୋଡ଼ କରିବି ସାଙ୍ଗେ ସାଙ୍ଗେ ଆପଣଙ୍କ ପାଖକୁ ନୋଟିଫିକେସନ୍ ଚାଲିଯିବ। ଜୟ ଜଗନ୍ନାଥ।